କ'ଣ ତୁମେ ଜାଣିଛ କି ତୁମେ ମୋର ସେହି ପିଲାମାନଙ୍କ ମଧ୍ୟରୁ ଜଣେ ଯାହାକୁ ମୁଁ ବହୁତ ସାରା ଆଶୀର୍ବାଦ ଦେଇଛି। ହଁ, ତୁମେ ଠିକ୍ ଶୁଣିଛ। ମୁଁ ତୁମକୁ କହୁଛି, ତୁମ ଉପରେ ମୋର ଅନେକ ଆଶୀର୍ବାଦ ଅଛି। ତୁମର ଏହି ଜୀବନ ଆଶୀର୍ବାଦରେ ପରିପୂର୍ଣ୍ଣ। ଏବେ ତୁମେ ଭାବୁଛ ଯେ ବାବା, ଆପଣ ଏହା କିପରି କହିପାରୁଛନ୍ତି? କାହିଁକି ନା ମୋ ଜୀବନରେ ତ ବହୁତ ସାରା ଦୁଃଖ ଅଛି, ଅସୁବିଧା ଅଛି ଏବଂ ମୁଁ ସର୍ବଦା ଦୁଃଖୀ ରହୁଛି। ତେଣୁ ପିଲାମାନେ, ଏବେ ଗୋଟିଏ କଥା ଶୁଣ। ମୋର ଏମିତି ଅନେକ ପିଲା ଅଛନ୍ତି ଯେଉଁମାନଙ୍କ ପାଖରେ ତୁମ ପରି ରହିବାକୁ ବଡ଼ ଘର ନାହିଁ। ମୋର ଏମିତି ଅନେକ ପିଲା ଅଛନ୍ତି ଯେଉଁମାନଙ୍କ ପାଖରେ ତୁମ ପରି ପକେଟରେ ସବୁବେଳେ ଟଙ୍କା ନଥାଏ। ଅନେକଙ୍କ ପାଖରେ ତ ତୁମ ପରି ହାତରେ ଗୋଟିଏ ମୋବାଇଲ ନାହିଁ। ଏମିତିକି ମୋର ବହୁତ ପିଲା ମଧ୍ୟ ଅଛନ୍ତି ଯେଉଁମାନେ ତୁମ ପରି ଦିନକୁ 4 ଥର ଖାଇବାକୁ ଖାଦ୍ୟ ପାଆନ୍ତି ନାହିଁ। କିନ୍ତୁ ତୁମେ ମୋର ଆଶୀର୍ବାଦକୁ ଚିହ୍ନି ପାରୁନାହଁ। ସେଥିପାଇଁ ତୁମେ ନିଜକୁ ଦୁଃଖୀ ମନେ କରୁଛ। ମୁଁ ଭଲ ଭାବରେ ଜାଣିଛି ତୁମର ମଧ୍ୟ ସମସ୍ୟା ଅଛି, କିନ୍ତୁ ମୁଁ ତୁମକୁ ଏହା କହିବାକୁ ଚାହେଁ ଯେ ସେହି ଅସୁବିଧା ମଧ୍ୟ ସମୟ ସହିତ ଶେଷ ହୋଇଯିବ। ତୁମେ ଆଗକୁ ମଧ୍ୟ ବହୁତ ସୁନ୍ଦର, ସୁଖମୟ, ଖୁସିଭରା ଜୀବନ ବିତାଇବ। ତେଣୁ ତୁମେ ଜୀବନରେ ପାଇଥିବା ଆଶୀର୍ବାଦ ପାଇଁ କୃତଜ୍ଞ ହୁଅ। ଜୀବନରେ ଯେଉଁ ଆଶୀର୍ବାଦ ମିଳୁଛି ସେଥିପାଇଁ ଧନ୍ୟବାଦ ଦିଅ ବା ଧନ୍ୟବାଦ ଦେବା ଶିଖ। ତେବେ ତ ଯାଇ ଆଗକୁ ଆହୁରି ମଧ୍ୟ ଅଧିକ ଆଶୀର୍ବାଦ ମିଳିବ। ଖୁସିରେ ରୁହ। ଖୁବ୍ ସାରା ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।